ସାଙ୍ଗମାନେ ଆପଣମାନଙ୍କ ପ୍ରିୟ ଧାରାବାହିକ ରାଜଯୋଗ ସିରିଏଲରେ ଆପଣମାନେ ଦେଖିବାକୁ ପାଇବେ ଆଜି ସୋନା ଆଉ ବରୁଣ ପାଇଁ ପୁଣି ଥରେ ଆର୍ଯ୍ୟନ ଦିଆଙ୍କୁ ଭୁଲ ବୁଝିଲେ। ହଁ ସାଙ୍ଗମାନେ ଆପଣମାନେ ଦେଖିବାକୁ ପାଇବେ ଯେତେବେଳେ ସୋନା ଆଉ ବରୁଣ ତାଙ୍କ ଝିଅ ଶ୍ରେୟା ସହିତ ଖେଳୁଥିବେ ଏ ସମୟରେ ଆର୍ଯ୍ୟନ ଆସନ୍ତି ଆଉ ଆର୍ଯ୍ୟନକୁ ଦେଖିଲା ପରେ ବରୁଣ କହୁଛନ୍ତି ଭାଇ ଆଜି ତମ ଝିଅ କହୁଛି ସେ ତମ ସାଥିରେ ଖେଳିବ ବୋଲି ଆଉ ତା ବଡ଼ ବାପା ସହିତ ଖେଳିବା ପାଇଁ ସେ ବହୁତ ଏକ୍ସାଇଟେଡ୍ ଅଛି। ଆଉ ଏତେବେଳେ ଆର୍ଯ୍ୟନ କହୁଛନ୍ତି ମୁଁ ବି ତମ ବେବି ସହିତ ଖେଳିବା ପାଇଁ ବହୁତ ଏକ୍ସାଇଟେଡ୍ ଅଛି। ଆଉ ଏମିତି କହି ସେ ବରୁଣଙ୍କ ଝିଅକୁ ନେଇ ହାତରେ ଖେଳନ୍ତି ଆଉ ବହୁତ ଗେଲ କରନ୍ତି। ଏହା ଦେଖି ବରୁଣ ସୋନାକୁ କହୁଛନ୍ତି ଦେଖୁଛ ତ ଆମ ଭାଇ କେମିତି ଆମ ଝିଅକୁ ତାଙ୍କ ଝିଅ ଭଳି ବହୁତ ଭଲ ପାଉଛନ୍ତି। ଏମିତି ଦୃଶ୍ୟ ଦେଖିବାକୁ ବହୁତ କମ୍ ମିଳେ। ଆଉ ଏତେବେଳେ ସୋନା ଆଉ ବରୁଣ ବହୁତ ଖୁସି ଯାଆନ୍ତି। ଆଉ ହଠାତ୍ ଆର୍ଯ୍ୟନ ଦେଖୁଛନ୍ତି ଯେ ଦିଆ ଚାଲି ଚାଲି ଆସୁଛନ୍ତି ଆଉ ତାଙ୍କ ପାଦରେ ଜଖମ ଲାଗିଥିବା ଯୋଗୁଁ ସେ ଠିକ୍ ସେ ଚାଲି ପାଉନାହାନ୍ତି। ଏସବୁ ଦେଖିଲା ପରେ ଆର୍ଯ୍ୟନ କହୁଛନ୍ତି ଆରେ ବରୁଣ ତୁ ଟିକେ ବେବିକୁ ଧରିଲୁ ମୁଁ ଏବେ ଯାଉଛି। ଆଉ ଏମିତି କହି ସେ ବେବିକୁ ଦେଇ ଦିଆଙ୍କ ପାଖକୁ ଚାଲି ଯାଆନ୍ତି। ଆଉ ଦିଆ ଏତେବେଳେ ସିଡ଼ିରେ ଖସି ପଡ଼ିଯାଉଥିବେ ବରୁଣ ଠିକ୍ ସମୟରେ ଦିଆଙ୍କୁ ଧରି ନିଅନ୍ତି। ଆଉ ଆର୍ଯ୍ୟନ ଆଉ ଦିଆଙ୍କ ଭିତରେ ଟିକେ ରୋମାଣ୍ଟିକ ସିନ୍ ଦେଖିବାକୁ ମିଳିବ। କିନ୍ତୁ ଏସବୁ ଦେଖି ସୋନା ଆଉ ବରୁଣ ପୁରା ଈର୍ଷାରେ ଜଳିଯିବେ। ତ ଫ୍ରେଣ୍ଡସ୍ ଆପଣମାନଙ୍କୁ କ'ଣ ଲାଗୁଛି କ'ଣ ଆର୍ଯ୍ୟନ ଏମିତି କରି ଠିକ୍ କରିଛି? ଯଦି ହଁ ତାହେଲେ ଆମକୁ ୟେସ୍ ବୋଲି କମେଣ୍ଟ କରନ୍ତୁ।